ଅଖାବାୟା ବାଙ୍ଗରା କିଟି କିଟି କଳା ଲୋକଟିଏ ହାତରେ ବସ୍ତାଟିଏ ଧରି ସକାଳୁ ବାହାରି ଯାଏ ଜରି ଗୋଟେଇବାକୁ। କୁନା ତାକୁ ଦେଖିଲେ ବହୁତ ଡରେ ଓ ତାକୁ ଲାଗେ ସେ ଯେତେବେଳେ ପିଲାଦିନେ ଶୋଇବ ନାହିଁ ବୋଲି କରେ। ମା ତାକୁ ଡରାଏ ଅଖାବାୟା ଆସିବ ଶୋଇପଡ଼। ସେଇ ଅଖାବାୟା ବୋଧେ ଏଇ ଲୋକଟି ରାସ୍ତା ସାରା ବୁଲି ବୁଲି ଜରି ଗୋଟେଇ ଗୋଦାମରେ ବିକେ। ସେଥିରୁ ମିଳୁଥିବା କିଛି ଟଙ୍କାରେ ସଉଦା କିଣି ଘରକୁ ଫେରେ। କୁନା ତାକୁ କେବେ ପାଖରେ ଦେଖିଲେ ଡରି ଡରି ଚାହେଁ। ଲୋକଟି କିନ୍ତୁ ତାକୁ ଦେଖିଲେ ହସିଦିଏ ଓ ସେ ହସିଲେ ଭାରି ଭଲ ଲାଗେ କୁନାକୁ ଓ ଧଳା ଧଳା ଦାନ୍ତ ତାର ହସିଲେ ସୁନ୍ଦର ଦିଶେ। ଏମିତି ଥରେ ଦୁଇଥର ଲୋକଟି ତାକୁ ଦେଖି ହସିବା ଫଳରେ କୁନାର ତା ପ୍ରତି ଟିକେ ଭୟ କମି ଯାଇଥିଲା। କୁନା ସ୍କୁଲରୁ ଫେରୁଛି ବାଟରେ ସେଇ ଅଖାବାୟାକୁ କେତେ ଲୋକ ବାଢୁଥିବାର ଦେଖିଲା ଓ ମାଡ ଖାଇ ଖାଇ ଲୋକଟି ନିସ୍ତେଜ ହୋଇ ଗଲାଣି ତଥାପି ଖାଲି କହୁଛି ମୁଁ ଚୋରି କରିନି, ମୋତେ ବାଡାଅନି। କୁନା ଭାରି ଦୟାଳୁ। ସେ ଅଖାବାୟାର ବିକଳ ସହି ନ ପାରି ତା ପାଖକୁ ଗଲା ଓ ଲୋକମାନଙ୍କୁ କହିଲା ତାକୁ ନ ବାଡେଇ ତା କଥା ଆଗ ଶୁଣ ଓ ଲୋକମାନେ କହିଲେ ନା ନା ଏଇ ଲୋକ ଘରେ ପଶି ଚୋରି କରୁଥିଲା ଓ ତାକୁ ଆମେ ଧରିଛୁ। କୁନା ତା ପାଖକୁ ଯାଇ ଅଖାରେ ଥିବା ଜିନିଷକୁ ବାହାର ଅଜାଡ଼ି ଦେଲା ଫଳରେ ତା ଅଖାରେ ଥିବା ଜରି ଗୁଡାକ ଗଦେଇ ହୋଇ ପଡ଼ିଲା ଓ ଲୋକ ଦେଖିଲେ ତା ଭିତରେ ଚୋରି ହେଲା ଭଳି କୌଣସି ଜିନିଷ ନାହିଁ ଓ ଲୋକମାନେ ପରସ୍ପରକୁ ଚାହିଁ ରହିଥିଲେ ଓ କୁନା ତା ବ୍ୟାଗରୁ ପାଣି ବୋତଲ କାଢି ଲୋକଟିକୁ ପିଇବାକୁ ଦେଲା ଓ ପାଣି ପିଇ ଲୋକଟି ସାଷ୍ଟମ ହେବା ପରେ କୁନା ତାକୁ ପଚାରିଲା ତମେ ସେ ଘର ଭିତରକୁ ଯାଇଥିଲ କାହିଁକି? ଲୋକଟି କାନ୍ଦୁଣୁ ମାନ୍ଦୁଣୁ ହୋଇ କହିଲା ମୁଁ ସେ ଘର ପାଖ ଦେଇ ଯାଉଥିଲି ଓ ସେତିକିବେଳେ ଛୋଟ ପିଲାଟିଏ ସେ ଘର ଭିତରେ ହାତରେ ଗୋଟିଏ ବଡ଼ ଜରି ଧରି ତାକୁ ମୁଣ୍ଡରେ ଗଳାଇ ଖେଳୁଥାଏ ଓ ମୁଁ କେତେ ସମୟ ଅପେକ୍ଷା କଲି କାଳେ ଘର ଭିତରେ ଥିବା କେହି ଜଣେ ଆସି ତା ମୁଣ୍ଡରୁ ଜରି କାଢିବ, କିନ୍ତୁ କେହି ଆସିବାର ନ ଦେଖି ମୁଁ ଭିତରକୁ ଯାଇ ସେ ପିଲା ମୁଣ୍ଡରୁ ଜରି ବାହାର କଲି। ହୁଏତ ଆଉ କିଛି ସମୟ ରହିଥିଲେ ପିଲାଟି ଅଣନିଶ୍ୱାସୀ ହୋଇ ଯାଇଥାନ୍ତା। ଟିକେ ରହି ଲୋକଟି ପୁଣି କହିଲା ମୋ ଜୀବନରେ ଏମିତି କିଛି ଦୁଃଖଦ ଘଟଣା ଘଟିଛି ଯାହା ଆଜି ମୋତେ ଜରି ଗୋଟାଇବା ପାଇଁ ବାଧ୍ୟ କରିଛି। ମୁଁ ମୋର ସ୍ତ୍ରୀ ଦୁଇଟି ପିଲାଙ୍କୁ ନେଇ ମୋର ଗୋଟିଏ ଛୋଟ ପରିବାର ଥିଲା। ରାସ୍ତା କଡ଼ରେ ଦହିବରା ଘୁଗୁନି ବିକି ପରିବାର ଚଳାଉଥିଲି। ଦିନେ ମୋ ସ୍ତ୍ରୀ ଆଉ ମୁଁ ଦହିବରା ତିଆରି କରିବାରେ ବ୍ୟସ୍ତ ଥାଉ। ପୁଅ ଆଉ ଝିଅ ଦୁଇ ଜଣ ଯାକ ଅଗଣାରେ ଖେଳୁଥାନ୍ତି। ଏହି ସମୟରେ ମୋ ସ୍ତ୍ରୀ ପିଲାମାନଙ୍କ ପାଇଁ କିଛି ଖାଇବା ଜିନିଷ ଧରି ସେମାନଙ୍କ ପାଖକୁ ଗଲା, କିନ୍ତୁ ଏ କଣ ଦି ଜଣ ଯାକ ତଳେ ପଡ଼ି ଛଟପଟ ହେଉଛନ୍ତି ଓ ମୋତେ ମୋ ସ୍ତ୍ରୀ ଡାକ ପକାଇଲା ଶୀଘ୍ର ଆସିବା ପାଇଁ। ମୁଁ ଯାଇ ଦେଖିଲି ଦୁଇ ଜଣ ଯାକ ଜରି ଗୋଟିଏ ଗୋଟିଏ ମୁଣ୍ଡରେ ଗଳାଇ ତଳେ ପଡ଼ିଛନ୍ତି। ମୁଁ ଯେମିତି ଜରି ଖୋଲିବାକୁ ଚେଷ୍ଟା କଲି ଦେଖିଲି ତାହା ବେକ ପାଖରେ ଗୁଡ଼େଇ ହୋଇ ଯାଇଛି ଓ ମୁଁ ଜରି ଚିରି ସେମାନଙ୍କ ମୁଣ୍ଡରୁ ବାହାର କଲି, କିନ୍ତୁ ଦୁଇ ଜଣଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବାର ଦେଖି ଦୌଡ଼ି ଦୌଡ଼ି ଡାକ୍ତର ପାଖକୁ ନେଇଗଲୁ। ହେଲେ ଦୁଇ ଜଣଙ୍କର ଚେତା ଆଉ ଫେରିଲା ନାହିଁ ଓ ପିଲାମାନେ ଆମକୁ ଛାଡ଼ି ଚାଲିଗଲେ। କହିସାରି ଲୋକଟି ବହୁତ କାନ୍ଦିଲା ଓ ପୁଣି ଟିକେ ରହି ଲୁହ ପୋଛି କହିବା ଆରମ୍ଭ କଲା ତାପରେ ମୋ କାମ ବନ୍ଦ ହୋଇଗଲା, କାରଣ ପିଲାଙ୍କୁ ହରେଇବା ପରେ ମୋ ସ୍ତ୍ରୀ ପାଗଳି ହୋଇଗଲା। କେତେବେଳେ ଭଲ କଥା କହୁଛି ତ କେତେବେଳେ ବସି ବାହୁନି ବାହୁନି କାନ୍ଦୁଛି, ଆଉ କେତେବେଳେ କଣ୍ଢେଇକୁ ଝିଅ ଆଉ ତକିଆକୁ ପୁଅ କହି ଖୁଆଇ ପିଆଇ ବସୁଛି। ସେଦିନ ଠାରୁ ସବୁଆଡେ ବୁଲି ବୁଲି ମୁଁ ଜରି ଗୋଟାଇ ତାକୁ ଜାଳୁଥିଲି। ଥରେ ଜଣେ ବାବୁ ମୋତେ କହିଲେ ଜରି ଜାଳିଲେ ଆମ ପରିବେଶରେ ବିଷାକ୍ତ ବାୟୁ ଅଧିକ ହୋଇଯିବ, ଯାହାକୁ ଆମେ ନିଶ୍ୱାସରେ ନେଲେ ତାହା ଶରୀରର କ୍ଷତି କରିବ ଓ ତୁମେ ବରଂ ଏ ଗୁଡ଼ିକ ଗୋଟେଇ ଯେଉଁମାନେ ଏହାକୁ ପୁନଃଚକ୍ରଣ ମାଧ୍ୟମରେ ଅଲଗା ଜିନିଷ ବାହାର କରୁଛନ୍ତି ତାଙ୍କୁ ଦେଇଦିଅ। ଆଉ ସେ ବାବୁ ମଧ୍ୟ ମୋତେ ବୁଝାଇ କହିଛନ୍ତି ଆମେ ଯେଉଁ ସବୁବେଳେ ପଲିଥିନ ବ୍ୟବହାର କରୁଛନ୍ତି ସେ ଗୁଡ଼ିକ ଆମର ଅନେକ କ୍ଷତି କରୁଛି ଓ କାରଣ ଏହା ମାଟିରେ ମିଳାଏ ନାହିଁ, ଫଳରେ ଏ ଗୁଡ଼ିକ ମାଟିରେ ରହି ମାଟିର ଉର୍ବରତା କମାଇ ଦିଏ। ତା ଛଡ଼ା ଏହାକୁ ଗାଈ ଗୋରୁ ଖାଇ ଅସୁସ୍ଥ ହୁଅନ୍ତି ଏବଂ ପାଣିରେ ଏ ଗୁଡ଼ିକ ପଡ଼ି ପାଣିକୁ ବିଷାକ୍ତ କରେ। ଏଥିରେ ଆମେ ଯେଉଁ ଖାଦ୍ୟ ଜିନିଷ ନେଇ ବ୍ୟବହାର କରୁ ଏଗୁଡ଼ିକରୁ ରାସାୟନିକ ପ୍ରକ୍ରିୟା ଘଟି ଶରୀରରେ କର୍କଟ ରୋଗ ସୃଷ୍ଟି କରେ ଓ ମୁଁ ସେ ବାବୁଙ୍କ କଥା ଶୁଣିବା ପରେ ଏ ଗୁଡ଼ିକୁ ନେଇ କବାଡ଼ିବାଲାଙ୍କୁ ଦେଉଛି ଓ ସବୁ ଦୋକାନୀ ମାନଙ୍କୁ ଅନୁରୋଧ କରୁଛି ଜରି ବ୍ୟବହାର ନ କରି କାଗଜ ଠୁଙ୍ଗା ବ୍ୟବହାର କର, କିନ୍ତୁ ମୁଁ ଦେଖୁଛି ଲୋକମାନେ କିଛି ମାନୁନାହାନ୍ତି। ଲୋକଟିର କଥା ଶୁଣି କୁନା ତଥା ସେଠାରେ ଥିବା ସମସ୍ତେ ଦୁଃଖିତ ହେବା ସହିତ ଲଜ୍ଜିତ ମଧ୍ୟ ହେଲେ ଓ ଲୋକଟି କେତେ ଭଲ ଚିନ୍ତା କରୁଛି ଅଥଚ ସେମାନେ ତାକୁ ଚୋର ଭାବି ବାଡ଼େଇଲେ। ସେଇଦିନ ଠାରୁ କୁନା ସେ ଲୋକକୁ କଥା ଦେଲା ତୁମ କଥା ମାନି ମୁଁ ଆଉ ଜରି ବ୍ୟବହାର କରିବି ନାହିଁ ଏବଂ ମୋ ପରିବାର ସାଙ୍ଗସାଥୀ ଏବଂ ପଡ଼ୋଶୀମାନଙ୍କୁ ଏ ବିଷୟରେ ସଚେତନ କରାଇବି ଓ କୁନାର ଏହି କାମକୁ ତାଙ୍କ ପରିବାରରେ ମଧ୍ୟ ସ୍ୱାଗତ କଲେ ଓ କୁନା ଅଖାବାୟାକୁ ଏବେ ଦେଖିଲେ ଆଉ ଡରୁନି, ବରଂ ତାର ଏହି ଭଲ କାମ ପାଇଁ ତାକୁ ଧନ୍ୟବାଦ ଜଣାଉଛି।